নমস্কার। ওড়িয়া অস্মিতার গোটে স্বতন্ত্র অধ্যায়কে স্বাগত করছি আমি সুব্রত। কিছু দিন আগରୁ গোটে নোটিফিকেশন বাହାରିଥିଲା ଯେ ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଲାଗି ଚୟନ ପ୍ରକ୍ରିୟା ହେବା। ସେଥିଲାଗି ଅନେକ କଳାକାର ଆବେଦନ କରବାରଟା ମୂଲ କରିନେଲେନ ଆଉ କିଛି କଳାକାର ଆବେଦନ କରବାର ଲାଗି ପ୍ରସ୍ତୁତି କରୁଛନ୍। ଜଣେ ବରିଷ୍ଠ କଳାକାର ଅଛନ୍ ଯେ କି ଦିନେରୁ 2 ଦିନ ଭିତରେ ଆବେଦନ করবে তো ତାଙ୍କର ପରିଚୟ ଜାଣମା ଆଉ ପଚରାମା ସେ କେନ୍ତା ପ୍ରସ୍ତୁତ ଅଛନ୍। ଆଜ୍ଞା ଆପଣଙ୍କୁ ଓଡିଆ ଅସ୍ମିତାରେ ସ୍ୱାଗତ କରୁଛୁ। नमस्कार स्वागत ओडिया अस्मिता के କେନ୍ତା ଅଛନ୍ ଆଜ୍ଞା? बहुत बढ़िया आज्ञा भगवान का कृपा ईश्वर का कृपा बहुत बढ़िया আছে ଆଜ୍ଞା ଆପଣ ଅନେକ ମଞ୍ଚରେ ଅଭିନୟ କରିଛନ୍। ଆଜ୍ଞା। ଏଥର ବରଗଡ଼ ଧନୁଯାତ୍ରାରେ ଅଭିନୟ କର୍ମୀ ବୋଲିକିରି ପ୍ରସ୍ତୁତି ମାନସିକ ପ୍ରସ୍ତୁତ କରୁଛନ୍। ଆଜ୍ଞା। କାଣା କହିବେ? দেখুন প্রকৃতরে আঞ্চলিক ধনুযাত্রা এবং বরগড় ধনুযাত্রা ভিতরে বহুত ফরক আছে যেহেতু বরগড় ধনুযাত্রা গোটে বিশ্বমঞ্চ কহিলে অত্যুক্তি না হয় ନିଶ୍ଚିତ ଭାବେ। ତେଣୁ ସମସ୍ତ କଳାକାର ମାନଙ୍କର ଆଶା ଥିସି କେବେ ଦିନେ ମୁଁ ବିଶ୍ୱମଞ୍ଚରେ ସୁଯୋଗ ପାଇବି ଆଜ୍ଞା। ଆଉ ଦୀର୍ଘ ବର୍ଷ ହେଲା ମୁଁ ବରଗଡ଼ରେ ଟ୍ରାଏ ବି ନା କରୁଥାଇ ତାର କାରଣ ହଉଛି ବରଗଡ଼ରେ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ମୋର ଗୁରୁ ଶ୍ରୀ ଭୁବନେଶ୍ୱର ପ୍ରଧାନ ସେ ଜାଗାରେ ଅଭିନୟ କରୁଥିଲେ আর মন ভিতরে ভাবিଥିଲି যেন দিନ ଗୁରୁ ବନ୍ଦ କରିବେ ସେଦିନ ମୁଁ ଯିମି ବୋଲିକିରି ଗୁରୁ କିଛି ପ୍ରେସର ଦଉଥିଲେ କେଁ? ନା ଆଜ୍ଞା ମୋର ଗୁରୁ ତ ମହାନ ବ୍ୟକ୍ତି ଆଜ୍ଞା ସେ ଆମେ ଶୁଣିଛୁ କାର ପ୍ରେସରରେ ଆପଣ ନା ବାହାରୁତେ। ନା ନା ବିଲକୁଲ ଭୁଲ କଥା ମୁଁ ସ୍ୱଇଚ୍ଛାରେ ନା ଯାଉଥାଏ ତ ବରଗଡ଼ ଧନୁଯାତ୍ରାର କଥା ହଉ କି ଆଞ୍ଚଳିକ ଧନୁଯାତ୍ରାର କଥା ହଉ, ଧନୁଯାତ୍ରା ମାନେ ଅଭିନୟ କରୁଛନ୍ ମାନେ ପୌରାଣିକ କଥାବସ୍ତୁ ଉପରେ ଟିକେ ଜ୍ଞାନ ଥିବାର କଥା। ଆଜ୍ଞା ତ ପ୍ରକୃତ ଧନୁଯାତ୍ରା କେବେ ହେଇଛି ଆଜ୍ଞା? ପୁରାଣ ହିସାବରେ ତ ପ୍ରକୃତରେ ବୈଶାଖ ଶୁକ୍ଳ ପକ୍ଷରେ ହେଇଛି ତ ଆଜ୍ଞା ଏଟା କଥା ହଉଥିଲା ଆଜ୍ଞା ଆପଣଙ୍କର ହାଇଟ୍ କେତେ ଥିବ ଆଜ୍ଞା? ମୋ ସେ ଆଜ୍ଞା 5 ଫୁଟ 8 ଇଞ୍ଚ ସେ ହାରାହାରି କେତେଟା ମଞ୍ଚରେ ଅଭିନୟ କରି ସାରିବେ ନା? ମଞ୍ଚ ସଂଖ୍ୟା ତ ମୁଁ ଗଣି ନା ପାରେ ଆଜ୍ଞା 2009 ରୁ 2025 ରେ କିଛି ଦିନ ହେଲା 400 ରୁ ଉର୍ଦ୍ଧ୍ୱ ମଞ୍ଚରେ ମୁଁ ଅଭିନୟ କରିସାରିବି ଆପଣ ପ୍ରବଚନ ବି ଦେଇ ଯାଇସନ୍। ଆଜ୍ଞା ଆଜ୍ଞା କେତେ ଟଙ୍କା ନେସନ୍ ଆଜ୍ଞା? ପ୍ରବଚନ ଲାଗି ଆଜ୍ଞା ଆପଣ ପ୍ରତ୍ୟେକ କମିଟିକୁ ପଚରାବେ ଗୋପାଳ ପଣ୍ଡାର ଡିମାଣ୍ଡ ନାହିଁ ପ୍ରବଚନ ବହୁତ ବଢିଆ କଥାଟେ କହୁଥିଲେ, ଭଗବାନଙ୍କର ନାଁ ଧରବାର ଲାଗି, ଭଗବାନଙ୍କର ନାଁ ପ୍ରଚାର କରବାର ଲାଗି ସେ ପଇସା ନାଇଁ ନିଅନ୍। ଏଟା ଗୋଟେ ହିନ୍ଦୁ ଧର୍ମର ଲାଗି, ସନାତନ ଧର୍ମର ଲାଗି ଗୋଟେ ବଢିଆ କଥା। ଆଜ୍ଞା ଆପଣଙ୍କୁ ଧନ୍ୟବାଦ ଦଉଛୁ। ଧନୁଯାତ୍ରାର କଥା କେ ଫିରମା। ଆଜ୍ଞା ତ ଆପଣ ପୌରାଣିକ କଥା ବସ୍ତୁକେ ନେଇକିରି ଆମର ଧନୁଯାତ୍ରା ଆଜ୍ଞା ନିଶ୍ଚିତ ଭାବେ ନିଶ୍ଚୟ କଂସ ବନ୍ଦିଶାଲା କେ ପହଞ୍ଚିସନ୍। ତାଙ୍କର 6ଟା ସନ୍ତାନ କେ ବଧ କରସନ୍। ଦେବକୀଙ୍କର ଦେବୀଙ୍କର 6ଟା ସନ୍ତାନ ବଧ 7 ନମ୍ବରଟା ଉହା ହେଇଯାସି, 8ମ ଗର୍ଭର ସନ୍ତାନ କୃଷ୍ଣ ହେଇକିରି ଆସନ୍। ତ କେଁଥି ବଧ କରସନ୍ ଆଜ୍ଞା? କଂସ ଷଡ଼ପୁତ୍ରକୁ ଦର୍ପଣ ଶିଳାରେ ବଧ କରିଛନ୍। ସେ ଦର୍ପଣ ଶିଳାଟା କିଏ? ଦର୍ପଣ ଶିଳା ପୂର୍ବଜନ୍ମ ହଉଛନ୍ କାଳିକା ଦେବୀ ଯେ କି କାଳନିମି ରାକ୍ଷସ ଏ କେନ୍ଥିରେ ଲେଖା ହେଇଛି? ଏଟା ମାନେ ବୈଭବବ୍ରତ ପୁରାଣ କିଛି ବ୍ୟାଖ୍ୟା କରିପାରମା? କାଳିକା ଦେବୀ ଯେତେବେଳେ ମାନେ ପ୍ରକଟ ହେଇଛନ୍ ଆଜ୍ଞା ଯେତେବେଳେ କଂସ ତାର ପୂର୍ବଜନ୍ମର କାଳନିମି ରାକ୍ଷସ ହେଇଛେ ନିଶ୍ଚିତ ଭାବେ। ତ ସେ ତାର ନିଜ ପୁତ୍ର ମାନଙ୍କୁ ଅର୍ପଣ କରିବେ ବୋଲି ସେ କହିଛି ମାଙ୍କ ନ ତ ମା ସେଟା ତଥାସ୍ତୁ କହିଛନ୍ ଏବଂ ଦ୍ୱାପର ଯୁଗରେ ସେଇ ଷଡ଼ପୁତ୍ର ଇଏ ହଉଛନ୍ ପ୍ରକୃତରେ କାଳନିମି ରାକ୍ଷସର ପୁତ୍ର ସେମାନେ ଜନ୍ମଗ୍ରହଣ କରିଛନ୍ ଏବଂ ତାକୁ ସେ ଅର୍ପଣ କରିছে ଦର୍ପଣ ଶିଳାରେ। ନିଶ୍ଚିତ ଭାବେ ବହୁତ ବଢିଆ କଥା। ବସୁଦେବଙ୍କର ବାପା କିଏ ଜାଣିଛନ୍? ବସୁଦେବଙ୍କର ବାପା ସୁଦେବ ନନ୍ଦନ ବସୁଦେବ ସୁଦେବ ସୁଦେବ ନନ୍ଦନ ବସୁଦେବ। ନିଶ୍ଚିତ ଭାବେ ସେଟା ଠିକ है କି ଭୁଲ है ବୁଦ୍ଧିଜୀବୀ ମାନେ ମତାମତ ଦେବେ। ତ ଆଜ୍ଞା ବରଗଡ଼ର ଧନୁଯାତ୍ରାରେ ଅଭିନୟ କରବାର ଲାଗି କେନ୍ତା କଂସଟେ ଦରକାର ଆପଣ କାଣା ଭାବସନ୍? ମୋର ହିସାବରେ ତ ବରଗଡ଼ରେ ଯେ ଅଭିନୟ କରବା ଆଜ୍ଞା ମାନେ ଗୋଟେ ପରଫେକ୍ଟ ବ୍ୟକ୍ତି ହେଇଥିବା କଥା ମାନେ ତାର ଶାରୀରିକ ଶାରୀରିକ ଗଠନ ଥିବା ପ୍ରଥମ ଆଉ ଶିକ୍ଷାଗତ ଯୋଗ୍ୟତା। ଶିକ୍ଷାଗତ ଯୋଗ୍ୟତା ଆଜ୍ଞା କହୁଛନ୍ ବହୁତ ଲୋକ ନା ହେଲେ ବି ଚଲବା କିନ୍ତୁ ମୁଇଁ ଏକମତ ନୁହେଁ କାରଣ ଏଜୁକେଟେଡ ବ୍ୟକ୍ତି ହିଁ ତାର କଳା ପରିବେଷଣ କରବାରେ ସହଜ ବୋଲି ଭାବି ପାରବା କାରଣ ବରଗଡ଼ ଗୋଟେ ଏତେ ସାଧା ମଞ୍ଚ ନୁହେଁ ଯେହେତୁ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ତ ଖାଲି କାଣା ଗୋଟେ ଭାଷାରେ ହେବାର କଥା କେ ନାଇଁ ବହୁତ ଗୁଡେ ଭାଷାରେ ବି ହେବାର କଥା ଯଦି ଅତିଥି ଆସିଲେ ବିଦେଶରୁ ବିଦେଶରୁ ଆସିଲା ଦରକାର ବୋଲେ ଇଂଲିଶରେ ବି ହେବା କଥା ଯଦି ସେମାନେ ଫରେନର କହୁଛନ୍ ଯଦି ଛତିଶଗଡ଼ରୁ ଆସିଲେ ଛତିଶଗଡ଼ି ବା ହିନ୍ଦୀ ମଧ୍ୟପ୍ରଦେଶରୁ ଆସିଲେ ସେଟା ବି ହିନ୍ଦୀ ଯିବା କାରଣ ରାଷ୍ଟ୍ରଭାଷା ଆମର ହିନ୍ଦୀ ହିନ୍ଦୀ ଏବଂ ଇଂଲିଶ ଏବଂ ଓଡ଼ିଆ ସମ୍ବଲପୁରୀ ଯେନ୍ ଆମର ଲାଙ୍ଗୁଏଜ ଯେନ୍ଟା 4ଟା ପ୍ରଚଳିତ। ଗୋପାଳ ପଣ୍ଡା ପ୍ରସ୍ତୁତ ଅଛନ୍ତି ସେଥିଲାଗି ନିଶ୍ଚୟ ଆଜ୍ଞା ଚେଷ୍ଟା କର୍ମା ପ୍ରସ୍ତୁତ ବୋଲେ ଚେଷ୍ଟା କର୍ମା ତ ସଂସ୍କୃତର ଗୋଟେ ସଂଳାପ କହିପାରିବେ? ହଁ ଆଜ୍ଞା ବରମେକ ଗୁଣିପୁତ୍ର ନ ଚମୁର୍ଖ ସଦେରେପି ଏକଶ୍ଚନ୍ଦ୍ର ସ୍ତମୋହନ୍ତି ନ ତାରା ଗଣ ବିଜ ଆକାଶରେ ଲକ୍ଷ ଲକ୍ଷ ତାରା ଥାଇ ମଧ୍ୟ ଅନ୍ଧକାରକୁ ଦୂରୀଭୂତ କରିପାରନ୍ତି ନାହିଁ ମାତ୍ର ଗୋଟିଏ ଚନ୍ଦ୍ରମା ସାରା ଅନ୍ଧକାରକୁ ଦୂରୀଭୂତ କରିପାରେ
ঠিক সেমিতি লক্ষ লক্ষ মূর্খ পুত্র জন্ম হেবা অপেক্ষা একমাত্র গুণীবন্ত পুত্র জন্ম হেবা শ্রেয়স্কর যেপরি বীরকংসাসুর অটে মহি গুণীবন্ত দ্বাপর যুগরে এবং স্বর্গমর্ত্য পাতাল ত্রিভুবন করিଅছি জয়। बहुत बढ़िया आज्ञा आपनकर बहुमूल्य समय देले तार संगे आपण ओडिया अस्मिता तरफ आपन को शुभेच्छा जनाउछु। आपण सफल होन 78तम धनुयात्रा रे आपण ही कंस भूमिका रे अभिनय करन। भगवान इच्छा आज्ञा ईश्वर इच्छा गुरुଙ୍କର कृपा ଏବଂ ସମସ୍ତ ଦର୍ଶକ ମାନଙ୍କର ଆଶୀର୍ବାଦ ନେଲେ ବରଗଡ଼ ନାୟକ ବୁଝିପାରେ କାରଣ ବରଗଡ଼ ସାମାନ୍ୟ ମଞ୍ଚ ନୁହେଁ ଏବଂ ଭଗବାନଙ୍କର ଅପାର କରୁଣା ନା ହେବାର ତକ ମାନେ କୌଣସି କଳାକାର କେବେ ହେଲେ ବରଗଡ଼ ସୁଯୋଗ ପାଇପାରିବେ ନାହିଁ ତେଣୁ ଭଗବାନଙ୍କର ଯଦି କୃପା ଥିବା ନିଶ୍ଚୟ ଭାବରେ ବରଗଡ଼ ମଞ୍ଚ ଆମେ ପାଇପାରିବୁ। निश्चित भावे बहुत बढ़िया कथा कहउतिले भगवान कर आशीर्वाद हले जे श्री कृष्ण कर आशीर्वाद हले जे बरगड़ मंच रे अभिनय करि पारबे आ हमर केनसे भी कथा तांकर इच्छा रे पत्रटे बिना होले बोली कहसन। तो नियमित भावे एंता कलाकार मानकर संगे हमें कथबार्ता होतमा चयन प्रक्रिया सरबार जाक धनुयात्रा सरबार जाक कलाकार मान सामे जुड़ी रहितमा एंता कार्यक्रम देखवाले हमर चैनल के सब्सक्राइब करूँ फॉलो करूँ शेयर करूँ। कैमरा पर्सन विनायक साहे सुब्रत कुमार बेटिया ओडिया अस्मिता।